Hi friends, welcome to our YouTube channel. Friends, ବର୍ତ୍ତମାନ ଏହି ଭିଡ଼ିଓରେ ଡିସ୍କସନ୍ କରିବା ଯେ ତୁମର ଦଶମ ଶ୍ରେଣୀର ଭୂଗୋଳ ବହିରେ ଥିବା ପ୍ରଥମ ଅଧ୍ୟାୟର ତୃତୀୟ ପାଠ ମୃତ୍ତିକା ସମ୍ବଳ ଏହି ପାଠର ସମସ୍ତ ପ୍ରଶ୍ନ ଉତ୍ତରକୁ ଡିସ୍କସନ୍ କରିବା। ସେଥିପାଇଁ ଆପଣମାନଙ୍କୁ କହି ରଖୁଛି ଆପଣମାନେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏଁ ଦେଖନ୍ତୁ ଏବଂ ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନକୁ କ୍ଲିକ୍ କରିଦେବେ, ଯାହାଫଳରେ କି ଆମର ଏହି ଚ୍ୟାନେଲର ସମସ୍ତ ନୂଆ ନୂଆ ଅପଡେଟ୍ ଭିଡ଼ିଓ ଗୁଡ଼ିକୁ ଆପଣମାନେ ଅତି ସହଜରେ ଦେଖିପାରିବେ। ତ ଚାଲନ୍ତୁ କ ନମ୍ବର ଦେଖିବା। ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ। ମୃତ୍ତିକା ଗଠନର ବିଭିନ୍ନ ନିୟମ ଗୁଡ଼ିକ କ'ଣ? ଏକ ନମ୍ବର କହିଛି ଯେଉଁ ମୌଳିକ ବିଷୟବସ୍ତୁ ଗୁଡ଼ିକ ମୃତ୍ତିକା ଗଠନ ପ୍ରକ୍ରିୟାକୁ ପ୍ରଭାବିତ କରନ୍ତି ସେଗୁଡ଼ିକୁ ମୃତ୍ତିକା ଗଠନର ନିୟାମକ କୁହାଯାଏ। ମୃତ୍ତିକା ଗଠନର ନିୟାମକ ଗୁଡ଼ିକ ହେଲା ଶିଳାରେ ଜୀବାଶ୍ମ, ଜଳବାୟୁ, ଭୂପୃଷ୍ଠର ଉଚ୍ଚାବାଚ ଇତ୍ୟାଦି। ମୃତ୍ତିକା ଯେଉଁ ପ୍ରାଥମିକ ଶିଳାରୁ ସୃଷ୍ଟି ହୁଏ ସେହି ପ୍ରାଥମିକ ଶିଳା ମୃତ୍ତିକାର ରଙ୍ଗ, ବିନ୍ୟାସ, ରାସାୟନିକ ଗୁଣ, ଖଣିଜ ପଦାର୍ଥ, ଜୈବାଂଶର ପରିମାଣ ଏବଂ କହିଛି ବିଭେଦ୍ୟତାକୁ ପ୍ରଭାବିତ କରିଥାଏ। ଭୂ ଉଚ୍ଚାବାଚ ଓ ସମୟ ମୃତ୍ତିକାର ପରିଣାମ, ଏଟା ମୃତ୍ତିକା ଭାବିଲେ ମୃତ୍ତିକାର ସଞ୍ଚୟ ପରିଣାମ ଏବଂ ମୃତ୍ତିକା ସ୍ତରର ଘନତ୍ୱକୁ ପ୍ରଭାବିତ କରିଥାଏ। ମୃତ୍ତିକାର ଜୈବାଂଶର ପରିମାଣ ଉକ୍ତ ସ୍ଥାନରେ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ଅଣୁଜୀବମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ। ତାପମାତ୍ରା, ବୃଷ୍ଟିପାତ, ଜଳବାୟୁ ଇତ୍ୟାଦି ସମ୍ପର୍କିତ ନିୟାମକ ଦ୍ୱାରା ମୃତ୍ତିକା ମଧ୍ୟ ଗଠିତ ହୋଇଥାଏ। ନଦୀ, ବାୟୁ, ହିମବାହ ଇତ୍ୟାଦି ମାଧ୍ୟମରେ ସଞ୍ଚୟଜାତ ମୃତ୍ତିକା ଗଠିତ ହୋଇଥାଏ। କ'ଣ ନା ସଞ୍ଚୟଜାତ ମୃତ୍ତିକା। ତାପରେ ଦେଖିବା ଖ ନମ୍ବର, ଦୋରସା ମୃତ୍ତିକା କାହାକୁ କୁହାଯାଏ? ନା ଏହାର ଉତ୍ତର ଲେଖିବ ଭୂକ୍ଷୟଜାତ ଶିଳାରେଣୁର ଆକାର ଓ ପରିମାଣକୁ ବିଚାର କରି ମୃତ୍ତିକାକୁ 4ଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ। ସେଗୁଡ଼ିକ ହେଲା ପଟୁ ମାଟି, ବାଲିଆ ମାଟି, ଦୋରସା ମାଟି, ମଟାଳ ମାଟି ଇତ୍ୟାଦି। ତ ବାଲିଆ, ପଟୁ ଓ ମଟାଳ ସମାନ ପରିମାଣରେ ମିଶିକରି ଯେଉଁ ମୃତ୍ତିକା ଗଠନ ହୋଇଥାଏ ତାହାକୁ ଦୋରସା ମୃତ୍ତିକା ବୋଲି କୁହାଯାଏ। ହେଲା, କ'ଣ କ'ଣ ନା ବାଲିଆ ମାଟି, ପଟୁ ମାଟି ଏବଂ ମଟାଳ ମାଟି, ଏହି 3ଟି ମାଟି ମିଶିକିରି ଯେଉଁ ନୂତନ ମୃତ୍ତିକାଟି ତିଆରି ହେବ ତାକୁ ଆମେ କହିବା ଦୋରସା ମାଟି। ଅପସୃତ ମୃତ୍ତିକା କାହାକୁ କୁହାଯାଏ? ଦେଖନ୍ତୁ ଶିଳାରେଣୁରେ ବା ଅବଶିଷ୍ଟ ମୃତ୍ତିକା ବିଭିନ୍ନ, ଏଟା ମୃତ୍ତିକା ଲେଖିବେ, ଅବଶିଷ୍ଟ ମୃତ୍ତିକା ବିଭିନ୍ନ ପ୍ରାକୃତିକ କ୍ଷୟକାରୀ ବାହକ ଯେମିତିକି ନଦୀ, ବାୟୁ, ହିମବାହ ଇତ୍ୟାଦି ଦ୍ୱାରା ପରିବାହିତ ହୋଇ ଅନ୍ୟ ସ୍ଥାନରେ ସଞ୍ଚିତ ହୋଇକି ରହିଥାଏ। এই ଯେଉଁ ସଞ୍ଚିତ ହେବା ପ୍ରକ୍ରିୟା ଦ୍ୱାରା ଯେଉଁ ମୃତ୍ତିକା ସୃଷ୍ଟି କରେ ତାହାକୁ ପରିବାହିତ ମୃତ୍ତିକା ବା ଅପସୃତ ମୃତ୍ତିକା ବୋଲି କହିବା। ଉଦାହରଣ ସ୍ୱରୂପ ଯଦି ଦେଖିବା ତାହେଲେ ପଟୁ ମାଟି, ଲୋଏସ ମାଟି ଏଗୁଡ଼ିକ କ'ଣ ହବ? ଅପସୃତା, ମାନେ ଅପସୃତ ମୃତ୍ତିକା ବୋଲି କହିବା। ତାପରେ ଆମେ ଦେଖିବା ପାର୍ଥକ୍ୟ ଦର୍ଶାଅ। କାହା ମଧ୍ୟରେ ନା ପେଡାଲଫର ଏବଂ ପୋଡକାଲ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ଦେଖିବା ପେଡାଲଫର କ'ଣ ନା ଆର୍ଦ୍ର ଜଳବାୟୁ ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ ହେତୁ ମୃତ୍ତିକାକୁ ବାଲି ବା ମୃତ୍ତିକାରୁ ବାଲି, ଚୂନ, ପଟାସ, ସୋଡ଼ିୟମ, ମାଗ୍ନେସିୟମ ଆଦି ଧାତବ ଲବଣ ଧୋଇ ହୋଇଯାଏ ଏବଂ ମୌଳିକ ବା ଲୌହ ଆଲୁମିନିୟମ ଅଧିକ ହୋଇ ରହିଥାଏ, ଯାହାଫଳରେ କି ଏକ ଲବଣ ଆମ୍ଳ ଯୁକ୍ତ ଏବଂ ସ୍ୱଳ୍ପ ଜୈବାଂଶ ବିଶିଷ୍ଟ ମୃତ୍ତିକା ହୋଇଥାଏ। ତେଣୁ ଏହାକୁ ଆମେ କହିବା ପେଡାଲଫର ମୃତ୍ତିକା ବୋଲି କହିବା। ତାପରେ ପୋଡକାଲ ମୃତ୍ତିକା କ'ଣ ନା ଭାରତର ଶୁଷ୍କ ଓ ଅର୍ଦ୍ଧଶୁଷ୍କ ପଶ୍ଚିମ ଉତ୍ତର ବା ଉତ୍ତର ପଶ୍ଚିମ ଅଞ୍ଚଳରେ ଯୋଉଠି କମ ବୃଷ୍ଟିପାତ ହବ, ଏହି କମ ବୃଷ୍ଟିପାତ ଅଞ୍ଚଳରେ ହେଉଥିବା ମୃତ୍ତିକା ବା ଚୂନ ପଦାର୍ଥ ଇତ୍ୟାଦି ସଞ୍ଚିତ ହୋଇ ରହିଥାଏ। ଏହା କମ ଅମ୍ଳୀୟ କିନ୍ତୁ ଅଧିକ କ୍ଷାର ରହିଛି ମୃତ୍ତିକା ହୋଇଥାଏ, ଯାହାକୁ ପେଡୋକାଲ ବା ପେଡୋକାଲ ମୃତ୍ତିକା ବୋଲି କୁହାଯାଏ। ତାପରେ ଆମେ ଦେଖିବା ଖାଦର ଆଉ ଭାଙ୍ଗର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ଖାଦର କହିଲେ କ'ଣ ବୁଝ? ଦେଖନ୍ତୁ ଗାଙ୍ଗେୟ ସମତଳ ଭୂମିରେ ଦେଖାଯାଉଥିବା ନୂତନ ପଟୁ ମୃତ୍ତିକାକୁ ଖାଦର କହିବା। ଏଥିରେ ଅଧିକ ବାଲୁକା, ପଟୁ ଏବଂ
କର୍ଦ୍ଦମ ଅଂଶ ମିଶିକି ରହିଥାଏ, ଯାହା ପ୍ରତିବର୍ଷ ବନ୍ୟା ଦ୍ୱାରା ପଟୁ ଜମା ହୋଇ ଏହାର ବହଳତା ବୃଦ୍ଧି ପାଏ। ଏହି ନଦୀ ଶଯ୍ୟାରେ ପ୍ଲାବନ ଭୂମି ଅଧିକ ଦେଖାଯାଏ। ଏହାର ରଙ୍ଗ କ'ଣ ହେଇଥାଏ? କଳା ହେଇଥାଏ। ସେମିତି ଆମେ ଭାଙ୍ଗର କଥା ଦେଖିବା। ଗାଙ୍ଗେୟ ସମତଳ ଅଞ୍ଚଳରେ ଦେଖାଯାଉଥିବା ପୁରାତନ ମୂର୍ତ୍ତିକାକୁ ଆମେ କହିବା ଯେ କ'ଣ କହିବା? ଭାଙ୍ଗର କହିବା। ଏଇ ଯେଉଁ ପଟୁ ମୂର୍ତ୍ତିକାକୁ ଭାଙ୍ଗର କୁହାଯାଏ। ଏଥିରେ ମାଟି ଅଂଶ ଅଧିକ ଥାଏ। ଏହା ଛଡ଼ା ନଦୀର ପ୍ଲାବନ ଜମିଠାରୁ ଦୂରେଇ ବନ୍ୟା ଜଳ ପହଞ୍ଚୁନଥିବା ଅଞ୍ଚଳରେ ଦେଖାଯାଏ ଏବଂ ଏହା ରଙ୍ଗ ମଧ୍ୟ କ'ଣ ହୋଇଥାଏ? କଳା ହୋଇଥାଏ। ଖାଦ୍ୟ ରଙ୍ଗର କଳା ଏବଂ ଭାଙ୍ଗର ମାଟିର ମଧ୍ୟ ରଙ୍ଗ କଳା ଅଟେ। ତାପରେ ଦେଖିବା କଙ୍କର ଆଉ ତରାଇ। ନା ଦେଖ କଙ୍କର କାହାକୁ କହିବା? ଗାଙ୍ଗେୟ ସମତଳ ଭୂମିରେ କେତେକ ସ୍ଥାନରେ ଭାଙ୍ଗର ମୂର୍ତ୍ତିକାରେ ଚୂନ ଗୋଡ଼ି ଅଧିକ ପରିମାଣରେ ଥିଲେ ତାକୁ ଆମେ କହିବା କଙ୍କର ମୂର୍ତ୍ତିକା। ପଟୁ ବ୍ୟଞ୍ଜନର ନିମ୍ନ ଅଞ୍ଚଳରେ ଅବସ୍ଥିତ ସନ୍ତସନ୍ତିଆ ସ୍ଥାନରେ ଦେଖାଯାଉଥିବା ପତଳା ଏବଂ ଜୈବାଂଶପୂର୍ଣ୍ଣ ମୂର୍ତ୍ତିକାକୁ ତରାଇ କୁହାଯାଏ। ଏଥିରେ କ'ଣ ହେଇଛି? ଅଧିକ ବୋରିକ ରାସାୟନିକ ପଦାର୍ଥ ଏଣୁ ରହିଥାଏ। ଏ ଥିଲା କଙ୍କର ଆଉ ତରାଇ। ସେମିତି ବର୍ତ୍ତମାନ ଦେଖିବା ରେଗୁରୁ ମୂର୍ତ୍ତିକା ଏବଂ ବରି ମୂର୍ତ୍ତିକା। କୃଷ୍ଣ ମୂର୍ତ୍ତିକାର ରଙ୍ଗ କଳା ହେଇଥିବାରୁ ଏହାକୁ ରେଗୁର ବା କୃଷ୍ଣ କାର୍ପାସ ମୂର୍ତ୍ତିକା ବୋଲି କୁହାଯାଏ। ଦାକ୍ଷିଣାତ୍ୟର ବକ୍ସାଇଟ୍ ଶିଳାରୁ ଏହାର ସୃଷ୍ଟି ହେଇଛି। ଏଥିରେ ଲୌହିସ୍ୟ ବା ଅଧିକ ରହିଥାଏ। ତାପରେ ଦେଖିବା ବରି। ବରି କ'ଣ? ନା କେରଳର ପଶ୍ଚିମାଞ୍ଚଳରେ କୋଟ୍ଟାୟମ୍ ଓ ଆଲାପୁଜା ଜିଲ୍ଲାରେ ପିଟ୍ ଏବଂ ଜଳପୂର୍ଣ୍ଣ ମୂର୍ତ୍ତିକାକୁ ବରି କୁହାଯାଏ। ହେଲା ପିଲେ? ନେକ୍ସଟ ଦେଖିବା ଆମେ 3 ନମ୍ବର ପ୍ରଶ୍ନ। 3 ନମ୍ବରରେ କହିଛି ନିମ୍ନଲିଖିତ ଶବ୍ଦ ଗୁଡ଼ିକୁ ଗୋଟିଏ ବାକ୍ୟରେ ଉତ୍ତର ଲେଖ। ଅବଶିଷ୍ଟ ମୂର୍ତ୍ତିକା କ'ଣ? ନା ଚୂର୍ଣ୍ଣୀଭବନ ପ୍ରକ୍ରିୟାରେ ଶିଳା କ୍ଷୁଦ୍ର କ୍ଷୁଦ୍ର ରେଣୁରେ ପରିଣତ ହେବା ଫଳରେ ସେହି ସ୍ଥାନରେ ଜମା ହୋଇ ସୃଷ୍ଟି ହେଉଥିବା ମୂର୍ତ୍ତିକାକୁ ଅବଶିଷ୍ଟ ମୂର୍ତ୍ତିକା ବୋଲି କହିବା। ଧରି ଦିଅନ୍ତୁ ଗୋଟେ ପଥର ଅଛି। ଏଇ ପଥରଟି ଭାଙ୍ଗି କ'ଣ ହବ? କ୍ଷୁଦ୍ର କ୍ଷୁଦ୍ର ବା ଗୁଣ୍ଡ ଗୁଣ୍ଡ ହେଇଯିବ। ଯାହାଫଳରେ ଗୁଣ୍ଡ ରହିଲେ କୁଆଡ଼େ ଯିବ? ଏ ତଳେ ପଡ଼ିଥିବ। ଏଇ ଯେଉଁ ପଥରଟା ଏଠି ଭାଙ୍ଗିକିରି ତଳେ ଗୁଣ୍ଡ ହେଇ ପଡ଼ିଲା ନା, ତାକୁ ଆମେ କହିବା ଅବଶିଷ୍ଟ ମୂର୍ତ୍ତିକା। ତାପରେ କହିଛି କହନ୍ତି ଚେର୍ନୋଜେମ୍। ନା କୃଷ୍ଣ ମୂର୍ତ୍ତିକାକୁ ଆନ୍ତର୍ଜାତିକ ସ୍ତରରେ କ୍ରାନ୍ତୀୟ ଚେର୍ନୋଜେମ୍ ବୋଲି କୁହାଯାଏ। ସେମିତି ଗ ନମ୍ବର ପିତ୍ତ ମୂର୍ତ୍ତିକା। ଲୋହିତ ମୂର୍ତ୍ତିକାରେ ଜଳୀୟ ଅଂଶ ଅଧିକ ଥିଲେ ତାହାର ରଙ୍ଗ କ'ଣ ହେଇଯିବ? ତା ରଙ୍ଗ ହଳଦିଆ ହେଇଯିବ ବା ତାକୁ ପିତ୍ତ ବୋଲି କହିବା। ଏଇଟା ପିତ୍ତ। ତାକୁ ପିତ୍ତ ମୂର୍ତ୍ତିକା ବୋଲି କହିବା। ମନେ ରହିଲା? ଲୋହିତ ମୂର୍ତ୍ତିକାରେ ଜଳୀୟ ଅଂଶ ଅଧିକ ଥିଲେ ଏହା ରଙ୍ଗ କ'ଣ ହେଇଯିବ? ହଳଦିଆ ହେଇଯିବ। ତ ତାକୁ ଆମେ କହିବା ପିତ୍ତ ମୂର୍ତ୍ତିକା। ହେଲା ପିଲାମାନେ, ବର୍ତ୍ତମାନ এই ଅଭ୍ୟାସଟି ମଧ୍ୟ ସରିଗଲା। ନେକ୍ସଟ ଭିଡ଼ିଓରେ ଏହାର ପରବର୍ତ୍ତୀ ଅଧ୍ୟାୟ ନେଇ ଆସିବି। ତ ସେତେବେଳେ ପର୍ଯ୍ୟନ୍ତ ଆମ ଚ୍ୟାନେଲ ସହିତ ଜଡ଼ିତ ହେଇକି ରୁହନ୍ତୁ। ଓକେ, ରହୁଛି ପିଲାମାନେ, ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବ।